ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ଏଣିକି ପୁଅ ଜନ୍ମ ହେଲେ ସରକାର ଦେବ 10,000, ଆଉ ଝିଅ ଜନ୍ମ ହେଲେ ରାଜ୍ୟର ସରକାର ଦେବ 12,000 ଟଙ୍କା। ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଧୁତା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବିକ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ 2,000 ଟଙ୍କା ପ୍ରଦାନ କରାଯିବ। ଗର୍ଭବତୀ ପ୍ରସୂତି ମହିଳାମାନେ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପଟେ ଏହି ଯୋଜନାରେ ପୁଅ ଜନ୍ମ ହେଲେ ମିଳିବ 10,000 ଟଙ୍କା। ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ 10,000 ଟଙ୍କା ଦିଆଯାଉଥିଲା ବେଳେ ନୂଆକରି ଆରମ୍ଭ ହେବାକୁ ଥିବା ଏହି ମିଳିତ ଯୋଜନା ଏହି ଟଙ୍କାକୁ 12,000 ଟଙ୍କା ବୃଦ୍ଧି କରାଯାଇଛି। ସର୍ବାଧିକ 2ଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 100 ଟଙ୍କା ବଦଳରେ 250 ଟଙ୍କା ମିଳିବ। ଏହା ସହ ଅଙ୍ଗନବାଡ଼ି ସହାୟିକାଙ୍କୁ 50 ଟଙ୍କା ବଦଳରେ ପ୍ରୋତ୍ସାହିତ ରାଶି ଭାବେ 150 ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆସନ୍ତା ଆର୍ଥିକ ବର୍ଷରେ 511 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ କେନ୍ଦ୍ର ସରକାର 115 କୋଟି ଟଙ୍କା ଦେବାକୁ ଥିବାବେଳେ ରାଜ୍ୟ ସରକାର 395 କୋଟି ଟଙ୍କା ଯୋଗାଇବେ। ଏହାଦ୍ୱାରା ରାଜ୍ୟର ପ୍ରାୟ 4,50,000 ଗର୍ଭବତୀ ଓ ପ୍ରସୂତ ମହିଳାଙ୍କୁ ଲାଭ ମିଳିବ ବୋଲି କହିଛନ୍ତି ରାଜ୍ୟ ସରକାର। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।